तो तबे केମିତି ଲାଗୁଛି हेलो तू ऐसा पहले याद आवा कान्या रखो तू रे जा से केମିତି ଭୁଲେ ହବନି କହିଲୁ ବଡ ବଡ ବୋଉ ହେବି ବୋଲି ମୋ ହାରିଙ୍ଗିରେ ମନ ପୁରା ସତ ସତ ହେଇଗଲାଣି ନା ବାବୁ ଭଗବାନ ଆଜି ମୋ ଡାକୁ ଶୁଣିଛନ୍ତି ସେଥିପାଇଁ ମୁଁ ମନ୍ଦିରକୁ ଯାଇ ମୁଣ୍ଡିଆଟିଏ ମାରି ଆସିବେ ମାମୁଁ ଆସୁଥିଲ ରୋଷେଇ କରୁଥିଲି ଇନଷ୍ଟାଗ୍ରାମ ଗୁଚୁ ହବନି ଆଉ ତୁ ଜାଣିନି ତୁ ଆନ୍ଦୋଳନ ଲାଗିଛୁ ନା କଥା ହଉଛୁ ମାମୁଁକୁ କହିବି ବୁଝିଲୁ ମାମୁଁକୁ କହିବି କହିବୁନି ହେଲା ତାପରେ ଆସୁଛି ଆଉ ବୁଝିବ ଝିଅ କଣ ସେ କାଇ ଭାବି ଏଇଆ ନା ତା ଭାଗ୍ୟ ଥିଲା ସେଇ କଟିପତ୍ର ପୁଅକୁ ପଟି ତା ଭାଗ୍ୟ ନାହିଁ ତୁ କଣ କରିବୁ ନାହିଁ ଭାଗ୍ୟ ମୁଁ ବୋଲାଣି ବାପା ଅପନରେ ମୁଁ ସେ ଘର ବେଗ ଚାହେଁ କେମିତି ସମ୍ଭବ ତାର ପରେ ନିର୍ବନ୍ଧ ସରିଲା ବାପା ମୁଁ କିନ୍ତୁ ଜଗତ ଭାବି ଯଦି ଜଗ ସେନେ ବାହାଘର ନେବେ ତାହେଲେ ବାପା ହଜାର ବାପା ହଁ ବାପା ହଜାର ଦେବି এই টকিটা পুরা পাগল হয়ে গেল কোন সেইটি পরে চাঁদিনী পায় কিন্তু ये हेई रे એટલે से ખતરા મનિંદ ખુડુખીલા બાડી ની જેતે હેલે ભી ખરચ ઇલે મોજ છો થાઉ હું से કાઈ की બળ 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 હબો નાઈ બે મુંડડાକୁ କେଳେଇବାକୁ ପଡିବ କଣ ଗୋଟେ କାଇଦା କରି ମୋ ହାରିକି ବଦଳରେ ମୋ ଝିଅକୁ ବଡ଼ ଘରେ ବୋଉ କରିବାକୁ ହବ ତେବେ ସିନା ବି ସେଇ କଟିପତିର ସମୁଦି କଣ ଉପାୟ କରିଲା ଆଉ ଯାଉଛି କଣ ଉପାୟ କରିବି ମୁଁ ଶୁଣିଲି ତୁ ସେ ଫସଲ କାଳିଆର ଯୋଗୁ ଏବେ କଣ କରିଛ ହଁ ସବୁ ଛୁଟି ନୁହେଁ ବାହାଘର ଡେଟ୍ରେ ଫାଇନାଲ ସରିଛି କିନ୍ତୁ ମୋତେ ପଚାରିବେ ତୁ ଏତେ ବଡ଼ ନିଷ୍ପତ୍ତି ନେଇପାରିଲ କେମିତି ତାହା କରିଲେ ଓକେ ତ ପଚାରିବାକୁ ତମେ କିଏ তুমি জগতের মানো তার সব থবা সেটা তো তার সুখ দেখি পারবো আর জগৎ যে যোগী ইচ্ছা খুঁড়ব যে যেহেতু এই ঘরে বউ হব এই বাহাঘরে কেহি রোধতে পারিবেনি আসুছি তুমি কি ভুলে যাচ্ছ ধর্মপদ পাইগ্রা মনে হয়েছি প্রতিশীল পাইগ্রা তুই নারী সুরক্ষা মঞ্চ প্রেসিডেন্ট নু আর জগৎ ମୋ ସମସ୍ତ ଅସୁବିଧା ନିଜକୁ ତା ଖୁସି ପାଇଁ ଯାହା ବି କରିପାରେ ଆଉ କେବେ ସେ ଯୋଗ ଏକର ବନ୍ଦ କରି ଆଉଛ କେମିତି ମୁଁ ଏବେ ଦେଖିବି ବାପା କିଛି ନ କହିଦେଲେ ଯେମିତି ନେବି ଟଙ୍କାଟା ନିଶ୍ଚୟ ଯୋଗାଡ଼ କରିବି ବୋଲି କିନ୍ତୁ ଏତେ ଗୁଡ଼ିଏ ଟଙ୍କା ମୋତେ କିଏ ଦେବେ କୋଉଠୁ କୋଉଠୁ ପାଇବି ଏ 3 ଲକ୍ଷ ଟଙ୍କା
ବିକାଶ ତୁ ତ ଦେହଟା ଏମିତି ଜାଗଲା ହେଇଯାଇଛି ତୁ ଚରକ ପ୍ରାପରି ହଉଛୁ କାହିଁକି? ମୁଁ ଯୋଉଠି ବହୁତ ବଡ଼ ଅସୁବିଧାରେ ପଡ଼ିଯାଇଛି। ମୁଁ କଣ କରିବି ମୁଁ କିଛି ଭାବି ପାରୁନି। ଆରେ କଣ ହେଇଛି କହିଲେ ସେ ଜାଣିବି ଇଏ ମୁଁ କେମିତି ଜାଣିବି? ମୋ ବାପାଙ୍କର ଗୋଟିଏ ବହୁତ ବଡ଼ ବେମାର ହେଇଛି। ଆଉ ଡକ୍ଟର କହିଛନ୍ତି ଅପରେସନ ନହେଲେ ମୋ ବାପାଟା ମରିଯିବ। ଆଉ ଏଥିପାଇଁ ମତେ 1.5 ଲକ୍ଷ ସଳ କାଟିଛି ଇଏ ମୋର ଭଳିଆ କାମ କରେ। ଆଚ୍ଛା ହଉ ମୁଁ ତତେ 1.5 ଲକ୍ଷ ଟଙ୍କା ଦେବି କିନ୍ତୁ ହେଇଆ ବଦଳରେ ମୋର ଗୋଟେ କାମ କରିବାକୁ ପଡିବ। କଣ କରିବ? କୁହନ୍ତୁ ସାର୍ ମୁଁ ଆପଣଙ୍କର ସବୁ କାମ କରିବି କିନ୍ତୁ ମୋର କାଲି ଟଙ୍କା ଦରକାର। ମିଳିଯିବ ତାହେଲେ ଶୁଣ ଆସନ୍ତା 20 ତାରିଖରେ ମୋ ଭାଣିଜୀ ଚାନ୍ଦିନୀର ବାହାଘର। ସେ ବାହାବେଦୀରେ ଯାଇକି ସମସ୍ତଙ୍କ ହାତ ଧରି ବହିବି ଚାନ୍ଦିନୀକୁ ତୁ ଭଲ ପାଉ ବୋଲି। ଆଉ ତମ ଦୁଇ ଜଣଙ୍କର ସମ୍ପର୍କ ଅଛି ଆଉ ତୋ ରକ୍ତରେ ସେ ଗର୍ଭବତୀ ହେଇଥିଲା। ଏତିକି କହିବୁ କାମଟା ହେଇଗଲା। କିନ୍ତୁ ଏସବୁ କରିବେ କଣ ହବ? ଚାନ୍ଦିନୀର ବାହାଘର ଭାଙ୍ଗି ନାଇଁ ମୁଁ ଟଙ୍କା ପାଇଁ କେତେ ନିରୀହ ଝିଅର ଜୀବନକୁ କେବେ ବି ନଷ୍ଟ କରିପାରିବିନି। କିନ୍ତୁ ଯଦି ଅଫିସର ନହେଲେ ମୋ ବାପା ମରିଯିବ ଯେ। ବାପା ନହେଲେ ମୋ ଘର ହାଣ୍ଡି ଯାଉଛି ଆଉ କଣ ଅଲଗା ଜାଗାରେ ଟଙ୍କା ଯୋଗାଡ଼ କରି ମୁଁ ଚାଲିର ବାପ। ଭାବୁଛନ୍ତି ମତେ ଆପଣ ଟଙ୍କା ଦିଅନ୍ତୁ। ଆପଣ ଯାହା କହିବେ ମଣିଷ କରିବି ମୋ ବାପାଙ୍କ ଜୀବନ ବଞ୍ଚେଇବା ପାଇଁ। ଦରକାର ପଡ଼ିଲେ ମୋ ଜୀବନକୁ ବି ଦେଇଦେବି। ହେଲେ ମଣିଷ ମତେ ଟଙ୍କା ଦିଅନ୍ତୁ। ଆଉ ନା ମୁଁ କଣ କାମ ନ ହଉ ମାଲଦେବି ଆଗ କାମ ହଉ ପଛରେ ପଇସା ନେବୁ। ମନେ ରଖ ଆସନ୍ତା 20 ତାରିଖ ଦିନ ଜମା ଭୁଲିବୁନି। ଠିକ ଅଛି ମଣିଷ ଭଗବାନ ମତେ କାହିଁକି ଏତେ ବଡ଼ ପରୀକ୍ଷାରେ ପକେଇ ଦଉଛ? ମୁଁ ଟଙ୍କା ପାଇଁ ଆଜି ଗୋଟେ ନିରୀହ ଝିଅର ଜୀବନକୁ ନଷ୍ଟ କରିବାକୁ ଚାହୁଁଛି। ଟଙ୍କା ପାଇଁ ଆଜି ମୁଁ ସବୁ କିଛି କରିପାରିବି।